ଚିଲିକାରେ ବୁଡ଼ି ଜଣେ ମତ୍ସ୍ୟଜୀବୀର ମୃତ୍ୟୁ। ଚିଲିକାରେ ମତ୍ସ୍ୟଜୀବୀ ଜଣକ ମାଛ ଧରିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯାଇଥିଲେ। ଆଉ କେତେକ ମତ୍ସ୍ୟଜୀବୀ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ମତ୍ସ୍ୟଜୀବୀ ଜଣକ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସୋରଣ ମାନସିଂହପୁର ଗ୍ରାମର ଜଗନ୍ନାଥ ବେହେରା। ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ, ପ୍ରତୀକ୍ଷା ଖବର।